ନମସ୍କାର ସାଙ୍ଗମାନେ, ଆଜି ଆମେ ଜାଣିବା ଆମେ ରାତିରେ ଶୋଇଲା ବେଳେ ସାପ ସ୍ୱପ୍ନ ଦେଖିଥାଉ। ତାହା ଶୁଭ ନା ଅଶୁଭ? ଚାଲନ୍ତୁ ଜାଣିବା ଆଗରୁ ଆମ ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍, ସେୟାର କରିଦିଅନ୍ତୁ। କମେଣ୍ଟରେ ନିଶ୍ଚିନ୍ତ ଜଣାନ୍ତୁ ଆମ ଭିଡ଼ିଓ କେମିତି ଲାଗିଲା। ଚାଲନ୍ତୁ ଆରମ୍ଭ କରିବା। ସାଙ୍ଗମାନେ, ହିନ୍ଦୁ ଧର୍ମରେ ସାପକୁ ପୂଜା କରାଯାଏ। ସାପର ବିଷୟରେ ବିଭିନ୍ନ ପୁରାଣ ଓ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ରହିଛି। କେତେବେଳେ ସାପ ଦେବତାମାନଙ୍କର ପ୍ରତୀକ ଅଟେ ତ କେତେବେଳେ ମୃତ୍ୟୁର ସଂକେତ ହୋଇଥାଏ। ତେଣୁ ସାପ ମଣିଷ ଜୀବନ ସହିତ ପ୍ରାଚୀନ କାଳରୁ ଯୋଡ଼ି ହୋଇକରି ଅଛି। ଏଥିପାଇଁ ମଣିଷକୁ କେବେ ନା କେବେ ସ୍ୱପ୍ନରେ ସାପ ଦେଖାଦେବା ସ୍ୱାଭାବିକ ଅଟେ। କିନ୍ତୁ ଯଦି ରାତିରେ ସ୍ୱପ୍ନରେ ସାପ ଆସିଥାଏ, ତେବେ ଆମେ ଡରି ଯାଇଥାଉ ଆଉ ଆମେ ଜାଣିବାକୁ ଚାହିଁଥାଉ କି କୌଣସି ଅମଙ୍ଗଳ ସୂଚନା ନୁହେଁ ତ। ତେଣୁ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ସାପ ଦେଖିବାର ଅଲଗା ଅଲଗା ପ୍ରକାର ଅର୍ଥ ରହିଛି। କେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ, କେବେ ଏହା ଅଶୁଭ ମଧ୍ୟ ହୋଇଥାଏ। ସାଙ୍ଗମାନେ, ତେବେ ଚାଲନ୍ତୁ ଜାଣିବା। ଯଦି ଆପଣ ସ୍ୱପ୍ନରେ ସାପକୁ ମାରିଦିଅନ୍ତି, ତେବେ ଏହାର ଅର୍ଥ କ'ଣ ଅଟେ? ଭବିଷ୍ୟତରେ ଆପଣଙ୍କର ମୃତ୍ୟୁ ଟଳିଯିବାର ଅଛି। ଏହାର ଆଉ ଗୋଟେ ଅର୍ଥ ହେଉଛି ଆପଣଙ୍କ ନିଜ ଶତ୍ରୁକୁ ଉପରେ ବିଜୟ ହାସଲ କରିବେ। ସ୍ୱପ୍ନରେ ସାପ ଏବଂ ନେଉଳର ଲଢ଼େଇ ଦେଖୁଥିବାର ଅର୍ଥ ହେଉଛି ଭବିଷ୍ୟତରେ ଆପଣଙ୍କୁ କୌଣସି ସରକାରୀ ବିଭାଗରୁ ନୋଟିସ୍ ଆସିପାରେ। ଆପଣଙ୍କୁ କୌଣସି ଥାନା, କୋର୍ଟ କଚେରୀରେ କେସ୍ ଲଢ଼ିବାକୁ ପଡ଼ିପାରେ। ସ୍ୱପ୍ନରେ ଆପଣ ଦେଖୁଥିବେ ସାପର ଦାନ୍ତ ଦେଖିବାର ଅର୍ଥ କ'ଣ? ଆପଣଙ୍କ କୌଣସି ବିଶ୍ୱାସୀର ବନ୍ଧୁ ଆପଣଙ୍କୁ ଧୋକା ଦେଇପାରନ୍ତି। ଯଦି ଆପଣଙ୍କ ସ୍ୱପ୍ନରେ ସାପ ଆପଣଙ୍କୁ କାମୁଡ଼ୁଥାଏ, ତେବେ ଏହାର ଭବିଷ୍ୟତରେ ଆସୁଥିବା ସଙ୍କଟର ସୂଚନା ଦେଇଥାଏ। ତେଣୁ ଆପଣଙ୍କୁ ସତର୍କ ହୋଇଯିବାର ଅଛି। ଯଦି ଆପଣଙ୍କ ସ୍ୱପ୍ନରେ କୌଣସି ସାପକୁ ଗାତକୁ ଯାଉଥିବାର ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ନିକଟ ଭବିଷ୍ୟତରେ ପ୍ରଚୁର ଧନପ୍ରାପ୍ତ ହେବ। ଯଦି ଆପଣଙ୍କ ସ୍ୱପ୍ନରେ ସାପକୁ ନିଜ ସହ ଲଢ଼ୁଥିବାର ଦେଖନ୍ତି, ତେବେ ଏହାର ଅର୍ଥ ଅଟେ କି ଆପଣ ଜୀବନରେ ଖରାପ ପରିସ୍ଥିତିରେ ସହିତ ସଫଳତାପୂର୍ବକ ଲଢ଼ିବେ ଆଉ ସେହି ପରିସ୍ଥିତିକୁ ବଦଳାଇବାରେ ସଫଳ ହେବେ। ଯଦି ଆପଣମାନେ ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖୁଛନ୍ତି, ତେବେ ଏହାକୁ ବହୁତ ଶୁଭ ମନାଯାଏ। ଏହା ଧନପ୍ରାପ୍ତି ଆଡ଼କୁ ସଂକେତ ଦେଇଥାଏ। ଯଦି କୌଣସି ବିବାହିତ ବ୍ୟକ୍ତି ସ୍ୱପ୍ନରେ କଳା ରଙ୍ଗର ସାପ ଦେଖନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ବୁଝିଯିବାର ଅଛି କି ତାଙ୍କର ବୈବାହିକ ଜୀବନରେ କିଛି ଅସୁବିଧା ଆସିପାରେ। ଯଦି ଆପଣଙ୍କୁ ସ୍ୱପ୍ନରେ ସାପ କାଟିବାକୁ ଆସୁଥାଏ ହେଲେ କାଟେ ନାହିଁ, ତେବେ ଏହା ମଧ୍ୟ ବହୁତ ଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କୁ କୌଣସି କାମ ବହୁତ ଶୀଘ୍ର ସଫଳତା ମିଳିବାର ଅଛି। ସ୍ୱପ୍ନରେ ଆପଣମାନେ ଏକରୁ ଅଧିକ ଫଣା ଥିବା ସାପ ବା ସପ୍ତଫେଣୀ ସାପ ଦେଖିବାର ଅର୍ଥ ଏମିତି ସ୍ୱପ୍ନ ବହୁତ କମ୍ ଲୋକମାନେ ଦେଖନ୍ତି। ଏହି ସ୍ୱପ୍ନ ମଣିଷ ଜୀବନରେ ଆଗାମୀ ସଫଳତାର ସୂଚନା ଦେଇଥାଏ। ସାପଟି 7ଟି ଫେଣା ଭଳି ଆପଣଙ୍କ ଅନେକ ଦିଗରୁ ସଫଳତା ମିଳିବାର ସଂକେତ ଦେଇଥାଏ। ଯଦି ସ୍ୱପ୍ନରେ ମଲା ସାପ ଦେଖିବାର ଅର୍ଥ ସ୍ୱପ୍ନରେ ମରିଯାଇଥିବା ସାପ ଦେଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ତେଣୁ ଏମିତି ସ୍ୱପ୍ନ ଆସିବା ପରେ ଆପଣ ଭଗବାନ ଶିବଙ୍କୁ ପୂଜା କରି କ୍ଷମା ପ୍ରାର୍ଥନା କରନ୍ତୁ। ଯଦି ଆପଣ ସ୍ୱପ୍ନରେ ପିତ୍ତଳ ବା ଧାତୁ ନିର୍ମିତ ସାପ ଦେଖିବାର ଅର୍ଥ ଏହି ସ୍ୱପ୍ନ ଆପଣଙ୍କର କିଛି ବୈବାହିକ ଋଣ ସୂଚନା ଦେଇଥାଏ।
ଯଦି ଆପଣମାନଙ୍କର କୌଣସି ଦେବକାର୍ଯ୍ୟ ବାକି ରହିଛି ତେବେ ତୁରନ୍ତ ସମାପ୍ତି କରିଦିଅନ୍ତୁ। ଯଦି ସ୍ୱପ୍ନରେ ସାପ ସହିତ ଶିବଲିଙ୍ଗର ଦୃଶ୍ୟ ଦେଖିବାର ଅର୍ଥ ଏହା ହେଉଛି ଅତ୍ୟନ୍ତ ଶୁଭ ସ୍ୱପ୍ନ। ଏମିତି ସ୍ୱପ୍ନ ପ୍ରାୟ ପ୍ରତ୍ୟେକ 1000 ଲୋକମାନଙ୍କ ମଧ୍ୟରେ ଜଣକୁ ହିଁ ଆସିଥାଏ ଏବଂ ଆପଣମାନେ ଜଣେ ଶିବଭକ୍ତ ମଧ୍ୟ ଅଟନ୍ତି। ଯଦି ସ୍ୱପ୍ନରେ ହଳଦିଆ ବା ସୁନେଲି ରଙ୍ଗର ସାପ ଦେଖିବାର ଅର୍ଥ ହଳଦୀ ରଙ୍ଗ ଶୁଭର ପ୍ରତୀକ ଅଟେ। ତେଣୁ ଯଦି ଆପଣ ସ୍ୱପ୍ନରେ ହଳଦୀ ରଙ୍ଗର ସାପ ଦେଖନ୍ତି ତେବେ ଆପଣମାନଙ୍କର ଧନ ସମ୍ପତ୍ତି ବୃଦ୍ଧି ହେବାର ସୂଚନା ମିଳିଥାଏ। ଯଦି ସ୍ୱପ୍ନରେ ଆପଣ ଦେଖୁଛନ୍ତି ସାପ ପଛରେ ଆପଣଙ୍କୁ ଗୋଡ଼ଉଛି ତେବେ ଏହାର ଅର୍ଥ ହେଉଛି ଏହି ସ୍ୱପ୍ନ ଅଶୁଭ ଅଟେ। ତେଣୁ ଏମିତି ସ୍ୱପ୍ନ ଦେଖିବା ପରେ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ଏବଂ ଭଗବାନ ଶିବଙ୍କୁ କଞ୍ଚା କ୍ଷୀର ସହିତ ବେଲପତ୍ର ଅର୍ପଣ କରି କ୍ଷମା ମାର୍ଜନା କରନ୍ତୁ। ଯଦି ସ୍ୱପ୍ନରେ ସାପ ଅଣ୍ଡା ଦେଇଥିବାର ଦେଖିବାର ଅର୍ଥ ହେଉଛି ଆପଣମାନଙ୍କର ସନ୍ତାନ ପ୍ରାପ୍ତି ଯୋଗ ରହିଛି ଏବଂ ଏହା ବୈବାହିକ ଜୀବନରେ ଖୁସି ଆସିବାର ପୂର୍ବ ସୂଚନା ମଧ୍ୟ ଦେଇଥାଏ। ଯଦି ଆପଣ ସ୍ୱପ୍ନରେ ଦେଖୁଛନ୍ତି ସାପୁଆ ଖେଳା ସାପ ଖେଳଉଛି ଏହାର ଅର୍ଥ ହେଉଛି ସ୍ୱପ୍ନ ଆପଣଙ୍କୁ ନିଜର ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାର ସୂଚନା ଦେଇଥାଏ। ଯଦି ଆପଣ ଦେଖୁଛନ୍ତି ସ୍ୱପ୍ନରେ ସାପ ବେଙ୍ଗକୁ କାମୁଡ଼ୁଥିବାର ଦୃଶ୍ୟ ତେବେ ଏହାର ଅର୍ଥ ହେଉଛି ଆପଣଙ୍କର ସ୍ୱାର୍ଥହାନି ହେବାର ସଂକେତ ମିଳିଥାଏ। ପ୍ରତିକାର ପାଇଁ ସୋମବାର ଦିନ ଗଙ୍ଗା ଜଳରେ ଶିବଙ୍କର ଅଭିଷେକ କରନ୍ତୁ। ଯଦି ଆପଣମାନେ ସ୍ୱପ୍ନରେ ଦେଖୁଛନ୍ତି ନାଗସାପ ଫେଣା ଟେକିଥିବା ଦୃଶ୍ୟ ତେବେ ଏହାର ଅର୍ଥ ହେଉଛି କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା। ଯଦି ଆପଣ ସ୍ୱପ୍ନରେ ଦେଖୁଛନ୍ତି ବହୁତ ଗୁଡ଼ିଏ ସାପ ଦେଖିବାର ଅର୍ଥ ଆପଣଙ୍କର ବୈବାହିକ ଜୀବନରେ ସମସ୍ୟା ଆସିପାରେ। ଯଦି ଆପଣ ଅବିବାହିତ ଅଟନ୍ତି ତେବେ ଆପଣଙ୍କର ବିବାହରେ ବାଧା ଆସିବାର ସୂଚନା ମିଳିଥାଏ। ଯଦି ଆପଣ ଦେଖିବେ ସ୍ୱପ୍ନରେ ସାପଟି କାତି ଛଡ଼ଉଛି ତା'ର ଦୃଶ୍ୟ ଆପଣ କୌଣସି ଖରାପ ପରିସ୍ଥିତିରୁ ଅତି ଶୀଘ୍ର ମୁକୁଳିବାର ଯାଉଛନ୍ତି ଏବଂ ଆପଣଙ୍କର ଜୀବନରେ ଆଉ ଏକ ଖୁସିର ସମୟ ଆରମ୍ଭ ହେବାକୁ ଯାଉଅଛି। ଯଦି ଆପଣମାନେ ସ୍ୱପ୍ନରେ ଦେଖୁଛନ୍ତି ସାପ ଗଛ ଉପରେ ଚଢ଼ୁଥିବାର ଦୃଶ୍ୟ ତେବେ ଆପଣଙ୍କର ଶତ୍ରୁମାନେ ଆପଣଙ୍କଠାରୁ ବହୁତ ଶକ୍ତିଶାଳୀ ଅଟନ୍ତି ଏବଂ ସେମାନେ ଆପଣଙ୍କୁ ବହୁତ ବଡ଼ ଅସୁବିଧାରେ ପକାଇ ପାରନ୍ତି। ତେଣୁ ସଜାଗ ରହିବା ଉଚିତ। ଯଦି ଆପଣ ଦେଖୁଛନ୍ତି ସ୍ୱପ୍ନରେ ଲୋକମାନେ ସାପଟିକୁ ମାରୁଥିବାର ତେବେ ତାହାର ଅର୍ଥ ହେଉଛି ଆପଣଙ୍କ ଗୃହ ମଧ୍ୟରେ କଳି ଝଗଡ଼ା ହୋଇ ସମ୍ଭାବନା ରହିଅଛି ଏବଂ କୌଣସି ମୂଲ୍ୟବାନ ବସ୍ତୁ ଆପଣଙ୍କ ଚୋରି ହୋଇଯିବାର ସମ୍ଭାବନା ରହିଛି। ସାଙ୍ଗମାନେ ଆପଣମାନେ ତ ସାପ ବିଷୟରେ ଅନେକ କଥା ଜାଣିଲେ। ଆମ ଭିଡ଼ିଓ ଯଦି ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ ସେୟାର କରିଦିଅନ୍ତୁ। କମେଣ୍ଟ ମାଧ୍ୟମରେ ଭିଡ଼ିଓ କେମିତି ଲାଗିଲା ନିଶ୍ଚିନ୍ତ ଜଣାନ୍ତୁ। ନମସ୍କାର।